ଆସନ୍ତୁ ଆଜି ବନେଇବା ଇଲିଶି ମାଛର ଝୋଳ। ଏଠି ମୁଁ କଟା ମାଛ ଗୁଡ଼ିକ ଭଲସେ ସଫା କରିକି ସେଥିରେ ଲୁଣ ହଳଦୀ ଗୋଳେଇକି ରଖିଦେଇଥିଲି। ତାପରେ ଏପଟେ ମୁଁ ତେଲ ଗରମ କରିକି ମାଛ ଗୁଡ଼ିକ ଭାଜୁଥିଲି। ଆଜିର ମାଛ ତରକାରୀଟା କିନ୍ତୁ ମୁଁ ତେଲ ମସଲା ଟିକେ କମ୍ କରିକି କରିବି, ଯେଉଁଟାକି ତେଲ ମସଲା କମ୍ କଲେ ମାଛ ତରକାରୀଟି ଭଲ ଲାଗିବ। ତାପରେ ତେଲ ମସଲାଟା ଦେହ ପାଇଁ ବି ଏତେ ଭଲ ନୁହଁ, ତ ଯେତେ କମ୍ କରିକି କରିବ ସେଇଟା ଭଲ। ମାଛ ଗୁଡ଼ିକ ମୋର ଭଜା ସରିଥିଲା। ତାପରେ ଏପଟେ ଆସ ଦେଖିବା ମସଲା କିଛି ରେଡ଼ି କରିବା। ମସଲାରେ ମୁଁ ଅଳ୍ପ ରସୁଣ, ଅଳ୍ପ କଟା ପିଆଜ, ଅଳ୍ପ ଅଦା, କିଛି କଟା ଟମାଟୋ ମୁଁ ଏଠି ନେଇଥିଲି ମସଲା ସାଙ୍ଗରେ, ତା ସହିତ କିଛି ସୋରିଷ, ବାସ୍ ଏତିକି ମସଲା ହିଁ କରିବା। ତାପରେ ଏଠି ମସଲା ମୋର ବାଟି ଦେଇଥିଲି। ମୁଁ ଗୁଣ୍ଡା ମସଲା ଏଠି ରଖିଥିଲି, ଧନିଆ ପାଉଡ଼ର, ଲଙ୍କା ଗୁଣ୍ଡା, କାଶ୍ମୀରୀ ଲଙ୍କା, ମାଛ ମସଲା, ବାକି ଏଠି ଜିରା ପାଉଡ଼ର। ଏଠି ମାଛ ଭାଜିଥିଲି, ଯେଉଁ ତେଲ ବଳିଥିଲା ସେଥିରେ ଆଉ କିଛି କଟା ପିଆଜ ପକେଇ ଦେଇଥିଲି। ଆଉ ଗୋଟେ ଟମାଟୋ କାଟିକି ଟିକେ ଦେଇ ଦେଇଥିଲି। ସେଥିରେ ରଖିଥିବା ସବୁ ବଟା ମସଲା, ବାକି ଗୁଣ୍ଡ ମସଲା ତକ ବି ପକେଇ ଦେଇଥିଲି, ଯେଉଁଟାକି ମୁଁ ପକେଇଲା ବେଳର ଭିଡ଼ିଓ କରିପାରିନଥିଲି। ମସଲା ଟିକେ କଷିବି, କାରଣ ସୋରିଷ ମସଲାଟା ବେଶୀ କଷିଲେ ଭଲ ଲାଗିବନି, ତ ପତଳା ପତଳା ଝୋଳ ମୁଁ କରିବି ବୋଲି ଏଠି ପାଣି ବି ଦେଇ ଦେଇଥିଲି। ମାଛ ତିକ ପକେଇ ଦେଇଥିଲି। ଏଠି ଗୋଟେ ଆମ୍ବୁଲ ମୁଁ ପକେଇଥିଲି, ଯେଉଁଟାକି ମୁଁ ଭୁଲି ଯାଇଛି ଭିଡ଼ିଓ କଲାବେଳେ। ଏଠି ମୁଁ ବାଢ଼ି ଦେଇଥିଲି ଖାଇବା ପାଇଁ ଛତୁ ତରକାରୀ, ତା ସହିତ ଇଲିଶି ମାଛର ଝୋଳ। ଏଠି ଝିଅ ଆମର ବସିକି ଖାଉଛି। କେମିତି ହେଇଛି ଝିଅ? ଝିଅ କେମିତି ହେଇଛି?